ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର, ଓଡ଼ିଶାରୁ କହୁଛି। ଆଜି ଗୋଟେ ଭଲ ଇଣ୍ଟରେଷ୍ଟିଂ ଟପିକ୍ ଉପରେ ମୁଁ ଆପଣଙ୍କୁ କହୁଛି। ସେ ଆଗରୁ ଯେଉଁ କହିଥିଲି କାଳ ସର୍ପ ଦୋଷ ଆଉ କାଳ ସର୍ପ ପୂଜା କ'ଣ ଏଗୁଡ଼ା। କାଳ ସର୍ପ ଦୋଷ ଯେଉଁ ଜିନିଷଟା ଜ୍ୟୋତିଷରେ କୁହାଯାଏ, ମୁଁ ଆଗରୁ ବି କହି ରଖୁଛି, ଏବେ ବି କହି ରଖୁଛି, ଏଇଟା ସମ୍ପୂର୍ଣ୍ଣ ରୂପେ ଗୋଟେ ଜ୍ୟୋତିଷରେ ଠକାମି। ଗୋଟେ ନାଟାଲ ହରୋସ୍କୋପିରେ, ଗୋଟେ ଇଣ୍ଡିଭିଜୁଆଲ ହରୋସ୍କୋପିରେ କାଳ ସର୍ପ ଦୋଷ ବୋଲି କିଛି ନଥାଏ। ମୋର ପଡ଼କାଷ୍ଟରେ ମୁଁ କହିଛି, ବାରମ୍ବାର ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ବି କହିଛି, କିଛି ନଥାଏ। ମୁଁ କହୁନି ଆଜ୍ଞା। ଗୁରୁବର କେନ୍ର ଗୋଟେ ବହି ଲେଖିଛନ୍ତି, ଏମିତି ଲୋକଙ୍କର ହରୋସ୍କୋପ୍ ନେଇଛନ୍ତି, ସଚିନ ତେନ୍ଦୁଲକର, ଜବାହରଲାଲ ନେହେରୁ, ଆହୁରି କେତେ ବଡ଼ ବଡ଼ ଲୋକଙ୍କର, ଯେଉଁମାନଙ୍କର ବିଭିନ୍ନ ପ୍ରକାର କାଳ ସର୍ପ ଦୋଷ ସବୁ ରହିଛି। ତାଙ୍କୁ ଜ୍ୟୋତିଷମାନେ ଦେଖିକି ବି କହିଛନ୍ତି ଯେ ଆପଣଙ୍କର କାଳ ସର୍ପ ଦୋଷ ରହିଛି ପିଲା କିଛି କରିବନି, ଫାଇନାଲି ସେ IAS ଅଫିସର, ମନ୍ତ୍ରୀ, ଭୟଙ୍କର ପୋଜିସନକୁ ସବୁ ଯାଇଛନ୍ତି। ଏଇଟା ବନେଇ ଦିଆଯାଇଥାଏ ଲୋକମାନଙ୍କୁ ଠକିବା ପାଇଁ। ଯେତେବେଳେ ଜାତକ ଦେଖି ଆସିବନି, ରାହୁ କେତୁ ଭିତରେ ରହିଗଲେ, ସେ ବି ଡିଗ୍ରୀ ୱାଇଜ୍ ହେଇନଥିବ। ଯେଉଁଠି ରାହୁ ଆସିକି ରହିବନି, ରିଭର୍ସ ବୁଲନ୍ତି। ଯଦି ରାହୁ 12 ଡିଗ୍ରୀରେ ଅଛି ଏବଂ ସୂର୍ଯ୍ୟ କି ଚନ୍ଦ୍ର ତ ଛାଡ଼ିଦେବେ ନିଅନ୍ତି, ସୂର୍ଯ୍ୟ କି ମଙ୍ଗଳ ଗୋଟେ 6 ଡିଗ୍ରୀରେ ଅଛି, ଅର୍ଥାତ୍ ଟେକ୍ନିକାଲି ଆକ୍ସିସ୍ରୁ ବାହାରକୁ ପଳେଇଲା ମଙ୍ଗଳ। ତ ସେମିତି ଡିଗ୍ରୀ ୱାଇଜ୍ ବି ନ ଦେଖିକି ଯଦି ଖାଲି ଭାବରେ ବସିଯାଇଛନ୍ତି ରାହୁ କେତୁ, କାଳ ସର୍ପ। ତେବେ ସେ ଯାହା ବି ହେଉନା କାହିଁ, ଜ୍ୟୋତିଷ ଶାସ୍ତ୍ରରେ କାଳ ସର୍ପ ବୋଲି କିଛି ନାହିଁ। କିନ୍ତୁ ଏକଥା ମନେ ରଖିଥାନ୍ତୁ, କାଳ ସର୍ପ ପୂଜା ବୋଲି ଗୋଟେ ହୁଏ। ବେସିକାଲି ଜ୍ୟୋତିର୍ଲିଙ୍ଗ ଗୁଡ଼ାକରେ ମୁଁ ଯାଇଛି, ଦେଖିଛି। କାଳ ସର୍ପ ପୂଜାଟା ଜ୍ୟୋତିଷର ଗୋଟେ ଅଙ୍ଗ ନୁହେଁ। ଜ୍ୟୋତିଷରେ ସର୍ପ ପୂଜା ବୋଲି ଲେଖା ହେଇଛି। ସେହି ବୃହତ୍ ପରାଶର ହୋରାଶାସ୍ତ୍ର, ଗିରୀଶ ଚାନ୍ଦ ଶର୍ମାଙ୍କର ଟ୍ରାନ୍ସଲେସନ୍, ଯେଉଁଟାକି '85 ଚାପ୍ଟରରେ, ସାଗର ପବ୍ଲିକେସନ୍ କହିବା ଦରକାର ନାହିଁ, ଚାପ୍ଟର 85ରେ ସେ ଲେଖିଛନ୍ତି ସର୍ପ ଶ୍ରାପ ଯଦି ଅଛି, ଯେଉଁଥିପାଇଁ କି ପିଲାପିଲି ହୁଏନି, ସେଇଟାରେ ସର୍ପ ପୂଜା ଆପଣ କରିବେ। କିନ୍ତୁ କାଳ ସର୍ପ ପୂଜା ବୋଲି କିଛି ସେମିତି ନାହିଁ। ତ ଜ୍ୟୋତିର୍ଲିଙ୍ଗ ଗୁଡ଼ାକରେ ଯେଉଁ କାଳ ସର୍ପ ପୂଜାଟା ହୁଏ, ସେଗୁଡ଼ା ଏଇଥିପାଇଁ ହୁଏ କି ଗୋଟେ ଲୋକର ସମୟ ମନେକର ଖରାପ ଚାଲିଛି, କିଛି ଗୋଟେ ଅସୁବିଧା ହେଉଛି ଯେ ସାର୍ ପିଲାପିଲି ହେଉନି, ସାର୍ ଇଏ ହେଉନି। ସମୟଟା ଜେନେରାଲ ଯେତେବେଳେ ଖରାପ ଥାଏ, ସର୍ପକୁ ଜ୍ୟୋତିଷରେ ଖରାପ ବୋଲି ୟୁଜ୍ କରାଯାଇଛି। ଯେତେବେଳେ କାଳଟା ଖରାପ ହେଇଯାଏ, ସେଟା ହେଇଗଲା କାଳ ସର୍ପ। ଏଇଟା ଗୋଟେ ଆମର ଓଡ଼ିଶାରେ ଜଣେ ଭଲ ଜ୍ୟୋତିର୍ବିଦ ଅଛନ୍ତି। ଓଡ଼ିଶାରେ ଥିବା ଜ୍ୟୋତିର୍ବିଦମାନଙ୍କ ଭିତରୁ ଯାହାକୁ ଟିକେ ରେସ୍ପେକ୍ଟ ଦିଏ, ଆମର ପ୍ରମୋଦ ଶତପଥୀ ସାର୍ ଜଣେ ଅଛନ୍ତି। ସେ ବହି ଗୁଡ଼ା ସବୁ ଟ୍ରାନ୍ସଲେଟ୍ କରିଛନ୍ତି, ବୃହତ୍ ପରାଶର ହୋରାଶାସ୍ତ୍ର। ଜ୍ୟୋତିଷ ସାର୍ ନବ ବୋଲି ଗୋଟେ ବହିଟେ ସେ ଲେଖିଛନ୍ତି, ଏବଂ ସିଏ ଆମର ବାଇକୁଳି ମହାପାତ୍ରଙ୍କର ଡାଇରେକ୍ଟ ଷ୍ଟୁଡେଣ୍ଟ। ତାଙ୍କ ସହିତ ଗୋଟେ କନଫରେନ୍ସରେ ମୁଁ ଡିସ୍କସନ୍ କରୁଥିଲି, ସିଏ ବି ମୋତେ ଏକଥା ହିଁ କହୁଥିଲେ ଯେ ନାଇଁ, ଆପଣ ଯେଉଁ କଥା କହୁଛନ୍ତି ସେଟା କାଳ ସର୍ପ, ମାନେ ଟାଇମ୍ଟା ଖରାପ। ସେଇଟା ଗୋଟେ ମଣ୍ଡେନ୍ ଲେବୁଲରେ ବି ହେଇପାରେ, ଯେ ଏଇ ସମୟରେ ରାହୁକେତୁ ଆସିଲେ ତ ରାଜ୍ୟ ଆଉ ଦେଶ ପାଇଁ ବିପଦ ବି ପଡ଼ିପାରେ। ସେ ବି କଥା କହୁଥିଲେ। ତ ଗୋଟେ ପର୍ସନାଲ ଲୋକର ଯଦି ସମୟ ଖରାପ ଚାଲିଛି, ତାହେଲେ ସେ କାଳ ସର୍ପ ପୂଜା କରାନ୍ତି। ପିଲାର ଚାକିରି ହେଉନି, ଇଏ ହେଉନି, ସେଟା କାଳ ସର୍ପ ପୂଜା ବୋଲି ଗୋଟେ ପୂଜା କର୍ମକାଣ୍ଡରେ ଅଛି, ଲେଖା ହେଇଛି, ତାର ବିଧି ଏଇଆ, ବହି ବି ବାକାଇଦା ମିଳୁଛି। ଆପଣ ଯଦି ତ୍ରୟମ୍ବକେଶ୍ୱର ଯିବେ, ମୋତେ ଲାଗୁଛି ମରାଠୀ ଲାଙ୍ଗୁଏଜରେ ବି ଗୋଟେ ପୂଜା, ମରାଠୀ ଲାଙ୍ଗୁଏଜରେ ବି କାଳ ସର୍ପ ପୂଜା କେମିତି ହୁଏ ମିଳୁଛି। ଜ୍ୟୋତିର୍ଲିଙ୍ଗ କଥା ମୁଁ କହୁଛି, ଆମ ଓଡ଼ିଶାରେ ବି ମିଳୁଥିବ। କାରଣ ମୁଁ ସବୁବେଳେ ଯେଉଁଟା କୁହେ, ଇଣ୍ଡିଆ ଲେବୁଲକୁ ଆଖି ରଖିକି କୁହେ। ତ ଆପଣମାନେ ଭାବିବେନି ଯେ ରୁଦ୍ର ମହାପାତ୍ର କହୁଛନ୍ତି ଯେ କାଳ ସର୍ପ ଦୋଷ ତ କିଛି ନାହିଁ, ତ କାଳ ସର୍ପ ପୂଜା ବୋଲି ବି କିଛି ନଥିବ। ନାଇଁ, ପୂଜା ଅଛି, ଏବଂ ସେ ପୂଜାର ଯେକୌଣସି ଗୋଟେ ଅନୁଷ୍ଠାନର ବହୁତ ପାୱାର ରହିଛି। ଅକର୍ମ କର୍ମଦାୟ ମହାଦେବଙ୍କୁ କୁହାଯାଏ।
କିଛି ଗୋଟେ କାମ ଯଦି ନ ହେଉନି ସେଇଟା ଆପଣ କରିପାରନ୍ତି। କିନ୍ତୁ ଆର କୌଣସି ସମ୍ପର୍କ ନାହିଁ କାଳସର୍ପ ଯୋଗ ସାଙ୍ଗରେ, ଯେଉଁଟାକି ଭୁଲ ହେଇଯାଇଛି। ପଣ୍ଡିତମାନେ କହୁଛନ୍ତି ସେଠି କାଳସର୍ପ ଦୋଷ ଅଛି, ତ ଦୋଷ କୁହନ୍ତୁ, ଯୋଗ କୁହନ୍ତୁ, ଯାହା କୁହନ୍ତୁ, ଆପଣ ଗୋଟେ କାଳସର୍ପ ପୂଜା କରାନ୍ତୁ। କାଳସର୍ପ ଦୋଷ ଆପଣଙ୍କର ଅଛି, ଏଇଟା ଭୁଲ। କାଳସର୍ପ ଦୋଷ ବୋଲି ଜ୍ୟୋତିଷ ଶାସ୍ତ୍ରରେ କିଛି ନାହିଁ, ଦୋଷ ହିଁ ନାହିଁ ତ ପୂଜା କ'ଣ କରିବା? କିନ୍ତୁ ଦୋଷ ଥାଉ କି ନଥାଉ, ଆପଣ ଯଦି କାଳସର୍ପ ପୂଜା କରୁଛନ୍ତି ତାହେଲେ ଆପଣଙ୍କର କିଛି ଗୋଟେ ମଙ୍ଗଳ ହେବ। ମନେକର ଦେହ ଭଲ ହେଉନି ଗୋଟେ ପିଲା, କାଳସର୍ପ ପୂଜା କରନ୍ତି, କାରଣ କୌଣସି ଗୋଟେ ଅନୁଷ୍ଠାନର ପାୱାର ଅଛି। ଆପଣ ଯଜ୍ଞ କରୁଛନ୍ତି, ତାର ପାୱାର ଅଛି। ଆମର ଅଶ୍ୱମେଧ ଯଜ୍ଞ ହେଉଥିଲା, ଜ୍ୟୋତିଷରେ ଗୋଟେ ଅଛି ଅଶ୍ୱଚକ୍ର, ଯେଉଁଟାକି ଯୁଦ୍ଧରେ ହାରିବ କି ନାହିଁ ଜିତିବା ପାଇଁ ଦେଖାଯାଏ। ମାନସାଗରୀ ବହିରେ ଲେଖାଯାଇଛି। ହାର୍ଜି ୱେଷ୍ଟର୍ଣ୍ଣ ଇଣ୍ଡିଆ ଆଷ୍ଟ୍ରୋଲୋଜର ଜଣେ, ସିଏ ପ୍ରାୟ ସେ 1600 କି 1700 ଖ୍ରୀଷ୍ଟାବ୍ଦର ବହିଟା, ସେଇଥିରେ ଲେଖାଯାଇଛି। କିନ୍ତୁ ଅଶ୍ୱଚକ୍ର ସହିତ ଅଶ୍ୱମେଧ ଯଜ୍ଞର କିଛି ସମ୍ପର୍କ ନାହିଁ। ସେଇଭଳିଆ କାଳସର୍ପ ଦୋଷର, କାଳସର୍ପ ପୂଜା ସହିତ କିଛି ସମ୍ପର୍କ ନାହିଁ। ଏଠି ଛାଡ଼ନ୍ତୁ, ଅଶ୍ୱଚକ୍ର ବହିରେ ଲେଖା ହେଇଛି କାଳସର୍ପ ଦୋଷ କିଛି ନାହିଁ। ମୁଁ ବାରମ୍ବାର କହି ରଖୁଛି, ଏମିତି କହୁଥିବା ଆଷ୍ଟ୍ରୋଲୋଜର ଭୁଲ, କାରଣ ଆଷ୍ଟ୍ରୋଲୋଜି ଲେଖା ହେଇନି। ତେଣୁ ଏସବୁ କାଳସର୍ପ ଦୋଷ ଠାରୁ ଦୂରେଇ ରୁହନ୍ତୁ। ଯେ ଜ୍ୟୋତିଷମାନଙ୍କୁ ବି ଅନୁରୋଧ, ଆଉ ଅନ୍ୟମାନଙ୍କଠୁ ଅନୁରୋଧ, ଏଗୁଡ଼ା ସବୁ କିଛି ନାହିଁ। ଏଗୁଡ଼ା ସବୁ ବର୍ତ୍ତମାନ ଅଲ୍ ଇଣ୍ଡିଆ ଲେଭେଲରେ ଡିମୋଲିସ୍ ହେଇଗଲାଣି। ଆପଣ ଏଇ କୂପମଣ୍ଡୁକ ଭଳିଆ ଯଦି ଜାଣିନଥିବେ, ଆପଣଙ୍କୁ ଅବଗତ ମୋତେ ଜଣାଇ ଦେଉଛି, ଏଭଳିଆ କହୁଥିବା ଜ୍ୟୋତିଷମାନଙ୍କୁ ବର୍ତ୍ତମାନ 420ରେ ଫସା ହେଉଛି। ତେଣୁ କାଳସର୍ପ ଦୋଷ ଠାରୁ ଦୂରେଇ ରୁହନ୍ତୁ। କାଳସର୍ପ ପୂଜା ବୋଲି ଗୋଟେ ଜିନିଷ ଅଛି। ଆପଣଙ୍କର କିଛି ଗୋଟେ ଅସୁବିଧା ହେଉଛି, ଆପଣ ଯିବେ କାଳସର୍ପ ପୂଜା, ମୁଁ ବିଲକୁଲ ମନା କରୁନି, ସେଟା ହେଇ ଆସୁଥିଲା, ହେଇ ଆସୁଛି। କିଛି ଗୋଟେ ଲୋକଙ୍କର ଅରିଷ୍ଟ ଅଛି, କିମ୍ବା କିଛି ଲୋକ ମାନସିକ କରିକି ବି କାଳସର୍ପ ପୂଜା କରୁଛନ୍ତି। ଯେ ମୁଁ ଏଇ ଜିନିଷ ଅଛି, ସମ୍ପୂର୍ଣ୍ଣ ରୂପେ ଅନୁଷ୍ଠାନ ହେବ, ଏଇଭଳିଆ ଗୋଟେ ସ୍ନେକ୍ ଭଳିଆ ଟଣା ହେବ, ସ୍ନେକ୍ ରହିବ, ବିଭିନ୍ନ ଘୋଡ଼ା ଦିଆହେବ। ମୁଁ ଦେଖିଛି, ମୁଁ ତ କର୍ମକାଣ୍ଡ ମନା ନୁହେଁ, ନାହିଁ ହେବାକୁ ଚାହୁଁଛି, ନାହିଁ ମୋର ସେ ଭାଗ୍ୟ ଅଛି। କିନ୍ତୁ ମୁଁ ସେତେବେଳେ ସେ ଲୋକଙ୍କୁ ପଚାରେ ଯେ କ'ଣ ପାଇଁ ଗୋଟା କରାଉଛନ୍ତି। ବିଭିନ୍ନ ପ୍ରୋବ୍ଲେମ୍ ଏମିତି ମୁଁ ଇଣ୍ଟରାକ୍ଟ କରିଛି। କାହାର ବାହାଘର ହେଉନଥିଲା, କାହାର ପିଲାପିଲି ହେଉନଥିଲା, ତ ଏଇ ଆଶାରେ ଲୋକମାନେ କରାନ୍ତି ଏବଂ କିଛି ମାତ୍ରାରେ ସୁଫଳ ବି ପାଇଛନ୍ତି। ଓମ୍ ନମଃ ଶିବାୟ। ଶିବଙ୍କ କୃପାରୁ କିଛି ମାତ୍ରାରେ ସୁଫଳ ବି ପାଇଛନ୍ତି। ଡେଫିନେଟଲି ତାଙ୍କର କେଉଁଠି ଗୋଟେ ଅଦୃଢ଼ କର୍ମ ଟିକେ ବ୍ଲକେଜ୍ ହେଇକି ରହୁଥିବ, ଯେଉଁଟାକି ଭଗବାନଙ୍କ କୃପାରୁ ମିଳିଗଲା। ଯେଉଁଟା ଦୃଢ଼ କର୍ମ ଥିବ, ସମ୍ପୂର୍ଣ୍ଣ ରୂପେ ଲେଖା ହେଇଥିବ ଏଠି, ଯେ ନାହିଁ ଆପଣଙ୍କ ଭାଗ୍ୟରେ ପୁତ୍ର ସନ୍ତାନର ଯୋଗ ନାହିଁ, ସ୍ୱାମୀ ଆଉ ସ୍ତ୍ରୀଙ୍କର ମିଶିକି। ମୋ ମତରେ, ଏଇଟା ପର୍ସନାଲ ମତ, ଆପଣ ଯେତେ ତନ୍ତ୍ରମନ୍ତ୍ର କରିବା ଦ୍ୱାରା ବି ହେବାର ଚାନ୍ସେସ୍ ନାହିଁ, ଅଲମୋଷ୍ଟ ନିଲ୍ କହିଲେ ଚଳେ। କାରଣ ଭାଗ୍ୟ ଠାରୁ ଅଧିକ କିଛି ମିଳିବ ନାହିଁ। କିନ୍ତୁ ଯଦି କିଛି ମାତ୍ରାରେ ଅଛି ଏବଂ ସେଟା ହେଇପାରୁନି, ଏଭଳିଆ କିଛି ପୂଜା ବା ଅନୁଷ୍ଠାନର ନିଜର ଯେଉଁ ଶକ୍ତି ଅଛି, ଗୋଟେ ମନ୍ତ୍ର ପୂଜାର ପାୱାର ଅଛି, ଡେଫିନେଟଲି ମହାଦେବଙ୍କର ବି ପୂଜା ଆପଣ କରେଇ ପାରିବେ। କୌଣସି ପ୍ରକାର ଦୋଷ ସହିତ ଆସୋସିଏଟେଡ୍ ହେଇକି ଯିବେନି। ଯଦି କିଏ କହୁଛନ୍ତି ଯେ କାଳସର୍ପ ଦୋଷ ଅଛି, ଆପଣ କାଳସର୍ପ ପୂଜା କରନ୍ତୁ, ଭୁଲ। କାଳସର୍ପ ପୂଜାର ଦୋଷ ସହିତ କିମ୍ବା କାଳସର୍ପ ଯୋଗ ସହିତ କିଛି ସମ୍ପର୍କ ନାହିଁ। କାଳସର୍ପ ଯୋଗ ତ ନାହିଁ, ଆଉ କାଳସର୍ପ ଯୋଗ ନାହିଁ, ଏଟା ନନ୍ ଏକ୍ଜିଷ୍ଟେଣ୍ଟ ଜିନିଷ। ଆପଣ ଯେମିତି କୋକୁଆ ଭୟ ବୋଲି କହନ୍ତି, କୋକୁଆ କିଏ? କୋକୁଆ ନାହିଁ। ସେଇଭଳିଆ ଆପଣଙ୍କର କାଳସର୍ପ ଦୋଷ ବୋଲି କିଛି ନାହିଁ। କିନ୍ତୁ ଆପଣଙ୍କର ଇଏ ଅଛି, ଯେଉଁଟା କହନ୍ତି କାଳସର୍ପ ପୂଜା, ସେଇଟା ଅଛି। ବେସିକାଲି ଜ୍ୟୋତିର୍ଲିଙ୍ଗ ଗୁଡ଼ାକରେ ହୁଏ। ତ୍ରୟମ୍ବକେଶ୍ୱର ଏଥିପାଇଁ ବହୁତ ଫେମସ୍, କାରଣ ବହୁତ ଆଗରୁ କରି ଆସୁଛନ୍ତି। କିଛି ପାପ କରୁଥିଲେ ବି କାଳସର୍ପ ଦୋଷ ପାଇଁ ପୂଜା କରାହେଉଛି। ମନେକର ଗୋଟେ ଲୋକଟିଏ ଯାଇକି ତାର ଯାଉ ଗୋଟେ ଗାଈଟେ ଆକ୍ସିଡେଣ୍ଟ ହେଇଗଲା, କାରଣ ତ୍ରୟମ୍ବକେଶ୍ୱରରେ ଗାଈମାନଙ୍କୁ ବହୁତ ଇଏ କରାଯାଏ, କାରଣ ଗୋ ହତ୍ୟାର ପାପ ଲାଗିଥିଲା ଗୌତମ ଋଷିଙ୍କ ଉପରେ, ଯେଉଁଟାକି ଗୋଟେ କନ୍ସପିରେସି ବୋଲି କୁହନ୍ତି। ମାନେ ଫାଇନାଲି ଶିବ ସେଠୁ ବାହାରିଲେ ଏବଂ ତାଙ୍କୁ ରକ୍ଷା କଲେ, ସେଥିପାଇଁ ବି ପୂଜା କଲେ। ତ କାଳସର୍ପ ପୂଜାଟା ଗୋଟେ ସମ୍ପୂର୍ଣ୍ଣ ଅଲଗା ଜିନିଷ, ତାର ଅନ୍ୟାନ୍ୟ ୟୁଜ୍ ଅଛି।
ଲୋକଙ୍କର ଦେହ ଭଲ ନାହିଁ ମାନସିକ ପାଇଁ କାହାର କିଛି ପାପକ୍ଷୟ ପାଇଁ ସେ ପୂଜା କରାଯାଏ। ତା ସହିତ ଜ୍ୟୋତିଷରେ କୁହାଯାଉଥିବା ତଥାକଥିତ କାଳସର୍ପ ଯୋଗର କୌଣସି ପ୍ରକାର ସମ୍ପର୍କ ନାହିଁ। ସେଇଟା ଅଛି ବୋଲି ଯେ ଆପଣ କହିବେ ଯେ ନା ସାର୍ କାଳସର୍ପ ପୂଜା ହେଉଛି ତେଣୁ କାଳସର୍ପ ଯୋଗ ଅଛି, ନା ଏଇଟା ଭୁଲ। ପୁଣି କହି ରଖୁଛି, ଯେହେତୁ ୟୁଜିସିରେ ଆପ୍ରୁଭ୍ଡ ହେଇଯାଇଛି ଜ୍ୟୋତିଷ, ଆପଣ ମନକୁ ମନ ଜ୍ୟୋତିଷ କରିପାରିବେ ନାହିଁ। ବହି ବାହାର ଜିନିଷ ଆମେ କହିପାରିବୁ ନାହିଁ। ଯଦି କହୁଛନ୍ତି ତାହେଲେ ଆପଣ ଜ୍ୟୋତିଷର ପ୍ରିନ୍ସିପଲ୍ ଭାୟୋଲେଟ୍ କରୁଛନ୍ତି ଏବଂ ଆପଣ ଜ୍ୟୋତିଷ ନୁହନ୍ତି। ଆପଣ ପର୍ଟିକୁଲାର ଯେତେ ବି ନିଜର ରିସର୍ଚ୍ଚ କରନ୍ତୁ, ସେଇଟା ଯେପର୍ଯ୍ୟନ୍ତ ଆପ୍ରୁଭ୍ଡ ହେଇନି ଆପଣ କହିପାରିବେ ନାହିଁ। ତ ସେଇ ସନ୍ଦର୍ଭରେ ଯେମିତି ମୁଁ କହିଛି, ଏଇ ରାଶିଫଳ ଜିନିଷ ହେଲା, ଏଗୁଡ଼ା ସବୁ ଗୋଟେ ଗୋଟେ ପ୍ରକାର ଶାସ୍ତ୍ରୋକ୍ତ ନୁହେଁ। ହଉ, ଜ୍ୟୋତିଷରେ ଯେଉଁ ଜିନିଷ ଗୁଡ଼ା ଲେଖା ହେଇଛି, ଯାହା ହଉ ଭଗବାନଙ୍କ କୃପାରୁ ରୁଦ୍ର ମହାପାତ୍ର ଲେଖାଲେଖି କରିପାରୁଛନ୍ତି, ଇଂଲିଶରେ ପଢ଼ାପଢ଼ି କରିପାରୁଛନ୍ତି, ଯେଉଁଥିପାଇଁ କି ଆପଣମାନଙ୍କୁ ବି ଅନୁରୋଧ ଆପଣ ସେଇଟା କରନ୍ତୁ। ନହେଲେ ଆମ ଓଡ଼ିଆରେ ସେମିତି ବିଶେଷ କିଛି ବହି ନାହିଁ। ଯଦିଓ ସଂସ୍କୃତ ଆପଣ ଯଦି ପଢ଼ିକି ବୁଝିପାରୁଛନ୍ତି ଖୁବ୍ ଉତ୍ତମ। ତାହେଲେ ଆପଣ ବହୁତ ଗୁଡ଼ିଏ ରିସର୍ଚ୍ଚ ଯେଉଁଗୁଡ଼ା ଅଲ୍ ଇଣ୍ଡିଆ ବା ନ୍ୟାସନାଲ୍ ଲେଭେଲ୍ ହେଉଛି ଜାଣିପାରିବେନି। ତ ଜ୍ୟୋତିଷର ଜୟ ହଉ। ସମସ୍ତେ ଶାସ୍ତ୍ରସମ୍ମତ ଜିନିଷ ପଢ଼ନ୍ତୁ, ଶାସ୍ତ୍ରସମ୍ମତ ଜିନିଷ କରନ୍ତୁ, ତାହେଲେ ଡେଫିନେଟଲି ଜ୍ୟୋତିଷ ଭିତରେ ଗୋଟେ ୟୁନିଫର୍ମିଟି ଆସିବ ଏବଂ ସମସ୍ତଙ୍କର ଗୋଟେ ପ୍ରେଡିକ୍ସନର ଫର୍ମୁଲା ବି ଠିକ୍ ଆସିବ। ଶାସ୍ତ୍ର ବାହାରୁ କୌଣସି ଜିନିଷ କରିବା ପାଇଁ କୌଣସି ଆଷ୍ଟ୍ରୋଲୋଜରଙ୍କର ଅଧିକାର ନାହିଁ, ସେ ମୁଁ ହଉନା କାହିଁକି। ତ ଆଜି ଆପଣ ସମ୍ପୂର୍ଣ୍ଣ ବୁଝିପାରିଥିବେ ଯେ କାଳସର୍ପ ପୂଜାଟା କ'ଣ ଏବଂ କାଳସର୍ପ ଦୋଷଟା କ'ଣ। କାଳସର୍ପ ଦୋଷ କେହି ନଥିଲା ବେଳେ କାଳସର୍ପ ପୂଜା ଗୋଟେ ସମ୍ପୂର୍ଣ୍ଣ ଜିନିଷ, କେବଳ ତ୍ରୟମ୍ବକେଶ୍ୱର ନୁହେଁ, ମୋତେ ଲାଗୁଛି ଅନ୍ୟ କିଛି ଜ୍ୟୋତିର୍ଲିଙ୍ଗରେ ବି ହେଉଥିବ, କିନ୍ତୁ ମୁଁ ସେଇଠି ଇଣ୍ଟରାକ୍ଟ ଯେହେତୁ କରିଛି ମୁଁ ସେ କଥା କହୁଛି। କରିପାରିବେ ଆପଣ ସେ ପୂଜାଟି, କିଛି ଲୋକ ଅନ୍ୟ କେଉଁ ଜାଗାରେ ବି କରୁଥିବେ, ବଟ୍ ଏ ପୂଜାର ଜ୍ୟୋତିଷ ସହିତ କିଛି ଆସୋସିଏଟେଡ୍ ନାହିଁ। ଦୟାକରି ସେ ଘୋଟାଲାରେ ପଶିବେ ନାହିଁ ଯେ ନାଇଁ ମୋର ଏମିତି ଅଛି ବୋଲି ମୁଁ ପୂଜା କରୁଛି। ପୂଜା ତାର ଇଟସେଲ୍ଫ ଆପଣଙ୍କର କିଛି ମଙ୍ଗଳ ପାଇଁ କରାହେଲା, ଯେମିତି ଆମେ ରୁଦ୍ରାଭିଷେକ କରୁ ଶିବଲିଙ୍ଗ କଲେ, କିମ୍ବା ଗୋଟେ ଜାଗାରେ ଯାଇକି ବିଷ୍ଣୁ ସହସ୍ରନାମ ଜପ ହୁଏ ବିଷ୍ଣୁଙ୍କ ମନ୍ଦିରରେ, ସେଇଭଳିଆ କାଳସର୍ପ ଦୋଷର ଗୋଟେ ଡେଫିନେଟଲି ଆପଣଙ୍କ ଉପରେ ଭଲ ପ୍ରଭାବ ଅଛି। ଆର ତଥାକଥିତ କାଳସର୍ପ ଯୋଗ ସହିତ କୌଣସି ସମ୍ପର୍କ ନାହିଁ। ଭିଡ଼ିଓଟି ଯଦି ଭଲ ଲାଗିଥିବ ସେୟାର କରିବେ, ଯଦି ଖରାପ ବି ଲାଗିଥିବ ସେୟାର କରିବେ। ତଦ୍ୱାରା ମୁଁ ଯାହା କହୁଛି ସେଟା ବହୁତ ଲୋକଙ୍କ ପାଖରେ ଯେମିତି ପହଞ୍ଚି ପାରିବ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।